ଜଙ୍ଗଲ ବାହାରେ ଗୋଟିଏ ଗୁମ୍ଫାରେ ଗୋଟିଏ ଛେଳିଟିଏ ତାର ଛୁଆକୁ ନେଇ ରହୁଥିଲା। ଆଉ ତାର ଛୁଆଟି ତାର ମା ସହିତ ବାହାରକୁ ଯିବା ପାଇଁ ସବୁବେଳେ ଅଳି ବି କରୁଥାଏ। ଗୋଟିଏ ଦିନ କ'ଣ ହେଲା ନା, ମା, ଆଜି ତୁମ ସାଙ୍ଗରେ ମତେ ନେଇ ଚାଲ ନା ମା। ନା ନା ବାବାରେ, ଏବେ ନୁହଁ। ଭାଲୁ ଥିବେ, ବାଘ ନେଇଯିବେ, ସିଂହ ନା ତତେ ଖାଇଦେବ। ଏବେ ତୁ ଚୁପ୍ କରି ଘରେ ବସି ରହ, ମୁଁ ତୋ ପାଇଁ ଖାଇବା ନେଇ ଆସିବି। ଲମ୍ବା ଲମ୍ବା ଦାଢ଼ି, ଘନ ଘନ ନାଡ଼ି, ବାହାରକୁ ନ ଯାଇପାରି ଦୁଃଖ ଲାଗେ ଭାରି। କ'ଣ ଯେ ମୁଁ କରିପାରିବି? ନା, ଆଜି ତ ମୁଁ ନିଶ୍ଚିତ ବାହାରକୁ ଯିବି। ହଁ, ଯିବି ହିଁ ଯିବି। ଏଇ ଟିକେ ଯିବି, ଆଉ ପୁଣି ଫେରି ଆସିବି। ଆରେ ବାଃ, ବାହାରେ କେତେ ସୁନ୍ଦର ଆଲୋକ। ଯାଉଛି, ଟିକେ ବୁଲି ଦେଇ ଆସିବି, ଆଉ ତାପରେ ପୁଣି ଘରକୁ ଫେରି ଆସିବି। ଆରେ ସେଇଟା କିଏ? ସିଂହଟା କି ଆଉ? ହେ ପ୍ରଭୁ, ସର୍ବନାଶ ହୋଇଗଲା। କ'ଣ ଯେ ହେବ ଏବେ? ହେଲେ ତାର ମୁଣ୍ଡରେ ସେ ବଡ଼ ବଡ଼ ଦିଟା କ'ଣ? ସିଂହ ନା ଆଉ କ'ଣ ବା? ଆରେ ହଁ ତ, ତାହେଲେ ମତେ ଯାହା ଲାଗୁଛି ଏଇଟା ଗୋଟେ ଛେଳି। ହଁ, ଆମ ପରି ଛେଳି, ହେଲେ ଏତେ ବଡ଼ ଛେଳି, ମୋ ମା ଠାରୁ ବି ବହୁତ ବଡ଼। କେମିତି ସିଏ ଏତେ ବଡ଼ ହେଲା କେଜାଣି? ଆରେ ଓ, ତୁମେ କ'ଣ ଖାଅ? କିରେ ଛୁଆଟେ ତୁ କ'ଣ ଜାଣିନୁ କି? ମୁଁ ତ ଘାସ ଖାଏ। ଘାସ? ଘାସ ତ ମୋ ମା ବି ଖାଏ, ଆଉ ମୁଁ ବି ଖାଏ। ହେଲେ ଆମେ ତ ତୁମ ପରି ଏତେ ବଡ଼ ହୋଇନୁ। ମୁଁ ତୋର ମା ଠାରୁ ଆହୁରି ବହୁତ ଭଲ ଭଲ ଘାସ ଖାଏ, ଆଉ ବେଶୀ ବେଶୀ କରିକି ଖାଏ। ମୋର ଶକ୍ତି ଦେଖି ବାଘ ଭାଲୁ ପରି ବଡ଼ ବଡ଼ ଜନ୍ତୁମାନେ ମଧ୍ୟ ଭୟ ପାଇଯାଆନ୍ତି। ଆଚ୍ଛା, ତାହେଲେ ସେମିତିକା ଘାସ ତୁମେ କୋଉଠାରୁ ପାଉଛ? ଓ, ସେ ବଣ ଭିତରେ। ମତେ ଟିକେ ସେଠିକି ନେଇପାରିବ? କ'ଣ ଯେ କହୁଛୁ ତୁ? ତୁ ହେଲୁ ଗୋଟେ ଛୋଟ ଛେଳି ଛୁଆ, ଆଉ ବଣ ଭିତରେ ବହୁତ ବିପଦ। ସେଥିରେ କ'ଣ ଅଛି? ତୁମେ ତ ଅଛ, ମୋର କିଛି ହେବନି। ତୁମେ ମତେ ନେଇ ଚାଲ ନା। ହଉ ଠିକ୍ ଅଛି, ଚାଲ ତାହେଲେ। ହେଲେ ସାବଧାନ, ସନ୍ଧ୍ୟା ହେବା ଆଗରୁ ଫେରି ଆସିବାକୁ ପଡ଼ିବ। ଏଇ ଦେଖ, ନଦୀର ଧାରରେ କେତେ ସୁନ୍ଦର ଘାସ। ଯେତେ ଖୁସି ତୁ ସେତେ ଖାଇଯା। ଆରେ ବାଃ, କି ଚମତ୍କାର! ମୁଁ ଖାଇବି, ବହୁତ ଖାଇବି। ଓଃ, କି ସ୍ୱାଦିଷ୍ଟ ଲାଗୁଛି, ଆଉ କେତେ ନରମ ନରମ ଘାସ। ହେଲେ ମୋ ପେଟ ଯେ ପୁରିଗଲା। ପେଟ ଫୁଲିକି ଫୁଲ ହୋଇଗଲାଣି, ପୁରା ଗୋଲ। ମୁଁ ତ ଆଉ ଚାଲି ପାରୁନି। ପୁଣି ଏବେ ଘରକୁ ଫେରିବି କେମିତି? ଓହୋ, ଏବେ କ'ଣ ଯେ ହେବ? ପେଟଟା ଏମିତି ଭାରି ହୋଇଗଲାଣି ଯେ ଚାଲି ବି ପାରୁନି। ଏବେ ଏଇଠି ଟିକେ ବସି ପଡ଼ିବି। କ'ଣ ହେଲା ରେ? ବହୁତ ଘାସ ତ ଖାଇଲୁଣି। ଚାଲ ଏବେ ଘରକୁ ଫେରିଯିବା। କିନ୍ତୁ ମୁଁ କେମିତି ଯିବି? ମୋ ପେଟଟା ପୁରିକି ପୁରା ଢୋଲ ହୋଇଯାଇଛି। ଟିକେ ବିଶ୍ରାମ ନେଇଯାଏ। ଆରେ ନାଇଁ ନାଇଁ, ସେମିତି କେମିତି ହେବ? ସନ୍ଧ୍ୟା ହୋଇଗଲେ ଆଉ ରହିହେବନି। ବାଘ ଭାଲୁମାନେ ମାରିକି ଖାଇଯିବେ। ହେଲେ ମୁଁ ତ ଚାଲି ପାରୁନି। ତୁମେ ଆଜି ଫେରିଯାଅ, ମୁଁ କାଲି ଯିବି। ଏଇ ଜଙ୍ଗଲରେ ଯଦି ତୁ ରାତିଯାକ ରହିବୁ, ତାହେଲେ ତୋର ମୃତ୍ୟୁ ସୁନିଶ୍ଚିତ। ଓହୋ ରେ, କେତେ ହଇରାଣରେ ପଡ଼ିଲି ରେ ବାବା ମୁଁ, ତତେ ମୋ ସାଙ୍ଗରେ ଆଣିକି। ତୁମେ ଆଉ ଏତେ ଚିନ୍ତା କରନି, ମୋର କିଛି ହେବ ନାହିଁ। ତୁମେ ଯାଅ, ମୋ ପାଇଁ କିଛି ଚିନ୍ତା କରନି ତମେ। ଠିକ୍ ଅଛି ତାହେଲେ,
ସାବଧାନରେ ରହିବୁ, ଚାରିଆଡ଼େ ତ ଅନ୍ଧାର ହୋଇ ଆସିଲାଣି। ହେ ପ୍ରଭୁ, କେତେ ଅନ୍ଧାର! ଚାରିଆଡ଼େ ପୁରା ଅନ୍ଧାର ହୋଇ ଆସିଲାଣି। ରାତିରେ ରହିବି କୋଉଠି ଯେ? ଭୟ ଭୟ ଲାଗୁଛି ଟିକେ। ମା ତ କହୁଥିଲା ବାଘ ଭାଲୁ ସମସ୍ତେ ଅଛନ୍ତି ବୋଲି। ଆହୁରି କେତେ କ'ଣ। ଏଇ ତ ଗୋଟେ ଗୁମ୍ଫା ଦେଖାଯାଉଛି। ଯାଉଛି, ଆଜି ରାତିରେ ଏଇଠି ହିଁ ରହିଯିବି। ମେ ମେ କ'ଣ ଯେ ହୋଇ ଚାଲିଛି କିଛି ବି ବୁଝି ହେଉନି। ଏକା ଏକା ଗୁମ୍ଫାରେ ବସି ବସି ବି ଭଲ ଲାଗୁନି। ଏଇ ଗୁମ୍ଫାଟା କାହାର କିଏ ଜାଣେ କେଜାଣି। ଏବେ ଟିକେ ଶୋଇପଡ଼ିବି, ପରେ ଦେଖିବା କ'ଣ ହେଉଛି। ଓହୋ, ଘରକୁ ଫେରିବାକୁ ବହୁତ ଡେରି ହୋଇଗଲାଣି। ଆରେ, ଏଠୁ କ'ଣ କିଛି ଆବାଜ ଆସୁଛି? କିଏ ଗୋଟେ ଅଛି ନା କ'ଣ? ନିଶ୍ଚିତ ଅଛି ମୋ ଗୁମ୍ଫାରେ କିଏ ଗୋଟେ। ସାବଧାନରେ ଦେଖିବାକୁ ପଡ଼ିବ। ଓହୋ, ଅନ୍ଧାରେ ତ କାହାକୁ ଦେଖିପାରୁନାହିଁ। ଓରେ ବାବାରେ, ସେ ଭିତରେ କିଏ ଗୋଟେ ଅଛି। ମତେ ଖାଇଦେବ ରେ। ବଞ୍ଚାଅ ରେ, ବଞ୍ଚାଅ। କିଏ ଭିତରେ ଅଛ? ଆରେ, କିଏ ଜଣେ ଡାକୁଛି ବୋଧେ। ବାଘ ଭାଲୁ କି କିଏ ଗୋଟେ ହେଇଥିବ ନିଶ୍ଚୟ। କ'ଣ କରିବି ଏବେ? ଆରେ, କିଏ ରେ ତୁ? ମୋ ସାମ୍ନାରେ ପୁଣି କଥା କହୁଛୁ? ତୋର କ'ଣ ତୋ ଜୀବନକୁ ଭୟ ନାହିଁ? ମତେ କ୍ଷମା କରିଦିଅ। ଦୟାକରି ମତେ ଜୀବନରୁ ମାରିବେନି ନା। ହେଲେ ଏଇଟା ତ ମୋର ଗୁମ୍ଫା। ମୁଁ କୋଉଠି ରହିବି ଆଜି ରାତିରେ? ହା 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 ହା। ମରିବାକୁ ଯଦି ଚାହୁଁଛୁ ତାହେଲେ ଗୁମ୍ଫା ଭିତରକୁ ଚାଲି ଆସ। ଆଉ ଯଦି ଜୀବନ ବଞ୍ଚେଇବାକୁ ଚାହୁଁଛୁ ତାହେଲେ ପଳା ଏଠୁ। ମୁଁ କାଲି ଚାଲିଯିବି। ହେଲେ ତୁ କିଏ? ହା 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 ହା। ଲମ୍ବା ଲମ୍ବା ଦାଢ଼ି, ଘନ ଘନ ନାଡ଼ି, ସିଂହର ମାମୁଁ ମୁଁ, ନରହରି ଦାସ। 50ଟା ବାଘର ବଳ ମେରେ ପାସ୍। 50ଟା ବାଘର ବଳ ତା ପାଖରେ? ଓରେ ବାବାରେ, ହେ ପ୍ରଭୁ, ମତେ ବଞ୍ଚାଅ। କିଏ କିଏ ସେଠାରେ ବସିଛି? ଓହୋ, ଭଣଜା ଶିଆଳ ତୁ। ଏଇ ତ ତୁ ଗଲୁ, ପୁଣି ଏତେ ଶୀଘ୍ର ତୁ ଚାଲି ଆସିଲୁ। ମାମୁଁ, ସର୍ବନାଶ ହୋଇଯାଇଛି। ଏବେଠୁ ଏଇ ବଣ ଛାଡ଼ି ପଳେଇ ଯିବାକୁ ପଡ଼ିବ। ପଳାଅ ପଳାଅ, ତୁମେ ବି ପଳାଅ। କ'ଣ କହୁଛୁ ତୁ? ଭଲରେ କହ ତ। ହଁ ମାମୁଁ, ଭାରି ବିପଦ, ପୁରା ସର୍ବନାଶ। ମୋ ଗୁମ୍ଫା ଭିତରକୁ ନରହରି ଦାସ ଆସିଛି। ନରହରି ଦାସ? ସିଏ ପୁଣି କୋଉ ନରହରି ଦାସ? ଏଇ ରାତି ଅଧରେ ଆମ ସାଙ୍ଗରେ ତାମସା କରୁଛି କ'ଣ ପାଇଁ? ନରହରି ଦାସ, 50 ବାଘର ବଳ ତାରି ପାଖରେ। କିଏ ମ ସିଏ? ତାର ଏତେ ବଡ଼ ସାହସ? ଚାଲ ତ ଦେଖିବା ସିଏ କିଏ। ବାଘ କାହାକୁ କହନ୍ତି ତାକୁ ଜଣେଇଦେବି, ଆଉ ତାର ବେକକୁ ମୋଡ଼ିକି ଖାଇବି। ନା ନା ମାମୁଁ, ମୁଁ ଆଉ ସେଠାକୁ ଯାଇପାରିବି ନାହିଁ। ସେ ଗୋଟେ ଅତି ଭୟଙ୍କର ଜନ୍ତୁ। ବହୁତ କଷ୍ଟରେ ମୁଁ ସେଠାରୁ ଚାଲି ଆସିଛି। ଆରେ, ତୁ ବାଘର ଭଣଜା ହୋଇ ଏତେ ଭୀରୁଟା, ଡରୁଛୁ? କାପୁରୁଷ କୋଉଠିକାର? ତୁମେ ଯାହା ବି କୁହ ମାମୁଁ, ମୁଁ ଯଦି ସେଠାକୁ ଯିବି ସେ ମତେ ଖାଇଦେବ। ତ ତୁମେ ତ ସାଙ୍ଗେ ସାଙ୍ଗେ ଦୂରେଇ ଚାଲିଯିବ ନା, ଆଉ ସିଏ ମତେ ଧରିକି ଖାଇଦେବ। ସେମିତି କିଛି ହେବ ନାହିଁ। ମୁଁ ହେଲି ବାଘ। ମୁଁ ଥାଉ ଥାଉ ତୋର ଭୟ କ'ଣ ପାଇଁ? ଆଉ ମୁଁ ତୋତେ ଛାଡ଼ି ଜମା ବି ହେଲେ ଯିବି ନାହିଁ। ନା ନା, ଏମିତି କଥା ତୁମେ ଖାଲି ମୋ ମୁହଁରେ କହୁଛ। ହେଲେ ତୁମେ ବି ସେ ସର୍ବନାଶ ନରହରି ଦାସର ସାମ୍ନାରେ ପଡ଼ିଲେ ତୁମେ ବି ବାପା ବାପା କହି ପଳେଇ ଆସିବ। ଛି 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 ଛି, ମୁଁ ହେଲି ତୋର ମାମୁଁ ବାଘ, ବୁଝିଲୁ? କେତେ ଶକ୍ତିଶାଳୀ। ଆଉ ତୁ ପୁଣି ମତେ ଏମିତି କହିପାରୁଛୁ? ତତେ କିଛି କହୁନି, ନହେଲେ ତୋର ବି ବେକ ମୋଡ଼ି ଦିଅନ୍ତି।
ଆରେ ଆରେ ଇଏ ତ ଭାରି ବିପଦ ହେଲା। ହଉ ଠିକ୍ ଅଛି, ତୁମେ ଗୋଟେ କାମ କର, ତୁମେ ଆଗ ଆଗ ଚାଲ, ମୁଁ ତୁମ ପଛେ ପଛେ ଯିବି। କାହିଁକି କାହିଁକି? ତୁ ପଛେ ପଛେ କ'ଣ ପାଇଁ ଆସିବୁ? ତୋର କ'ଣ ଏତେ ଡର? ହଁ ମାମୁଁ, ନହେଲେ ତୁମେ କାଳେ ପଛରୁ ଦୌଡ଼ି ପଳେଇବ। ହଉ ହଉ ଠିକ୍ ଅଛି, ମୁଁ ଆଗେ ଆଗେ ଯିବି। ଏବେ ଚାଲ ତାହେଲେ। ସେଇଟା କ'ଣ ଯେ ଥିଲା କେଜାଣି? ଯାହା ବି ହେଇଥାଉ, ଏ ଜାଗା ଛାଡ଼ି ତ ଚାଲି ଯାଇଛି, ହେଲେ ପୁଣି ଆସୁଛି ବୋଧେ, ସେହିପରି ଲାଗୁଛି। ହେ ପ୍ରଭୁ, କ'ଣ ଯେ ମୁଁ କରିବି? ମୋତେ ବଞ୍ଚାଅ। ନିଶ୍ଚେ ବାଘ, ଆଉ ତା ସାଙ୍ଗରେ ସେ ପାଗଳଟା ବୋଧେ ଆସୁଛି। କ'ଣ ଯେ କରିବି ଏବେ? କାହାର ଏତେ ବଡ଼ ସାହସ ମୋର ନିଦକୁ ଆଜି ଭାଙ୍ଗିଲା? ମାରିକି ତାର ମୁଣ୍ଡ ଆଜି ମୁଁ ନିଶ୍ଚେ ଫଟେଇ ଦେବି। ଓରେ ବାବାରେ, ବାବା ନରହରି ଦାସ, ଭୁଲ ହେଇଯାଇଛି ଆମର, କ୍ଷମା କରିଦିଅ ଆମକୁ। ଆରେ ଏ ହତଭାଗା, ତୁ ଯଦି 10ଟା ବାଘ ମୋ ପାଖକୁ ନେଇ ଆସିବୁ ତାହେଲେ ତତେ ଛାଡ଼ିଦେବି, ହେଲେ ତୁ ତ ଗୋଟିଏ ବାଘ ମୋ ପାଖକୁ ନେଇକି ଆସିଛୁ। ତା ମାନେ ଷଡ଼ଯନ୍ତ୍ର? ଆରେ ଶିଆଳ, ତୁ ମୋତେ ବୋକା ବନେଇ ଏ ନରହରି ଦାସ ପାଖକୁ ନେଇ ଆସିଛୁ, ସେ ମୋତେ ଖାଇବ ବୋଲି। ଚାଲି ଆସ ମୋ ପାଖକୁ, ଭାରି ଭୋକ, ଜୋରେ ଭୋକ ମୋତେ। ଆଉ 9ଟା ବାଘ ପରେ ଆଣିବୁ, ଏବେ ଆଗ ଏ ଗୋଟେ ବାଘକୁ ମୁଁ ଖାଇଦିଏ। ଓରେ ବାବାରେ, ପଳାଏ ପଳାଏ। ମାମୁଁ ରୁହ ରୁହ, ସାଙ୍ଗ ହେଇକି ଯିବା, ନହେଲେ ମୁଁ ମରିଯିବି। ଆରେ ବାବା, ମୁଁ ପୁଣି ରହିବି? ହେ ପ୍ରଭୁ, ବଞ୍ଚାଅ ବଞ୍ଚାଅ। ଧନ ନରହରି, ନରହରି, କୁଆଡ଼େ ଗଲୁ ରେ ବାବା? ଏଇ ତ ମା, ମୁଁ ଏଇଠାରେ ହିଁ ଅଛି। ଚାଲ ଏବେ ଘରକୁ ଯିବା। ଏଇ ତ ମୋ ଧନ। ହଁ ମା, ମୁଁ ନା ପୁରା ଠିକ୍ ଠାକ୍ ଅଛି। ମା, ଚାଲ ଏବେ ଆମେ ଆମ ଘରକୁ ଫେରିଯିବା। ଆଚ୍ଛା ନୀଳପକ୍ଷୀ, ଶିଆଳ ବନ୍ଧୁକୁ ଖବର ଦେଲେ କେମିତି ହେବ? ସିଏ ତ କୁମ୍ଭୀର ପାଇଁ ଖାଦ୍ୟ ଆଣିପାରିବେ ନା। ସତରେ ତ, ଶିଆଳ ବନ୍ଧୁର କଥା ତ ମୋର ମନେ ହିଁ ନଥିଲା। ନୀଳପକ୍ଷୀ, ତୁମେ ଏବେ ଉଡ଼ିଯାଇ ଶିଆଳ ବନ୍ଧୁକୁ ଖୋଜି ବାହାର କରି ଏଠାକୁ ନେଇ ଆସ। ମୁଁ ଏବେ ଯାଉଛି, ତୁମେ କିଛି ଚିନ୍ତା କରନି। ଏହା କହି ନୀଳପକ୍ଷୀ ସେଠାରୁ ଉଡ଼ିଗଲା ଶିଆଳକୁ ଖୋଜିବାକୁ। କୁମ୍ଭୀର ବନ୍ଧୁ, ତୁମେ ଜମାରୁ ବ୍ୟସ୍ତ ହୁଅନି, ତୁମ ପାଇଁ ଖାଦ୍ୟର ବ୍ୟବସ୍ଥା କିଛି ନା କିଛି ହେବ। ତୁମକୁ ମୁଁ କ'ଣ କହି ଯେ ଧନ୍ୟବାଦ ଦେବି ତାହା ମୁଁ ବୁଝିପାରୁନି। ନା ନା ବନ୍ଧୁ, ତୁମେ ଧନ୍ୟବାଦ ଜଣାଇବା କିଛି ଦରକାର ନାହିଁ। ବନ୍ଧୁ ତ ବନ୍ଧୁ ପାଇଁ ଅନେକ କିଛି କରିପାରେ, ଆମେ ତ ତୁମ ପାଇଁ ସେମିତି କିଛି ବି ହେଲେ କରିନୁ। ଏପଟେ ନୀଳପକ୍ଷୀ ଜଙ୍ଗଲରେ ଉଡ଼ି ଉଡ଼ି ଶିଆଳକୁ ଖୋଜିବାରେ ଲାଗିଛି। ଶିଆଳ ବନ୍ଧୁ, ଶିଆଳ ବନ୍ଧୁ, ଓ ଶିଆଳ ବନ୍ଧୁ, ଆଜି କ'ଣ ହେଇଛି? ଶିଆଳର କ'ଣ ଦେଖା ହିଁ ମିଳୁନାହିଁ। ଶିଆଳ ବନ୍ଧୁ, ଓ ଶିଆଳ ବନ୍ଧୁ। ଏହି ସମୟରେ ଶିଆଳ ଗୋଟିଏ ବୁଦା ପାଖରୁ ବାହାରିଲା। ଆରେ କ'ଣ ହେଲା ବନ୍ଧୁ ନୀଳପକ୍ଷୀ, ଏତେ ସକାଳୁ ସକାଳୁ ମୋତେ ଖୋଜୁଛ କ'ଣ ପାଇଁ? କିଛି ସମସ୍ୟା ହେଇନି ତ? ସକାଳ ମାନେ ଦ୍ୱିପହର ହେବାକୁ ବସିଲାଣି, ଆଉ ତୁମେ କହୁଛ ସକାଳ? କାଲି ରାତିରେ ଟିକେ ଡେରିରେ ଶୋଇଥିଲି ତ, ତୁମ ଡାକ ଶୁଣି ନିଦ ଭାଙ୍ଗିଲା ଏବେ। ମୁଁ ଭାବିଲି ସକାଳ ହୋଇଛି ବୋଲି। ଓହୋ, ହଁ ଶୁଣ, ଏପଟେ କିନ୍ତୁ ଗୋଟେ କାଣ୍ଡ ହୋଇଯାଇଛି। କି କାଣ୍ଡ? କ'ଣ ହେଇଛି? ଶୀଘ୍ର ଶୀଘ୍ର କୁହ ମୋତେ। ସେଇ କଥା ତ ଜଣେଇବା ପାଇଁ ତୁମକୁ ଖୋଜି ଚାଲିଛି। ଓହୋ, ତାହେଲେ ଶୀଘ୍ର ଶୀଘ୍ର କୁହ ବନ୍ଧୁ, ମୁଁ ଧୈର୍ଯ୍ୟ ଧରି ପାରୁନି। କାଲିର ବନ୍ୟା ପାଣିରେ ଘଟଣାଟି ଘଟିଛି। କ'ଣ କହୁଛ? ବନ୍ୟା ପାଣିରେ ଘଟିଛି? କାଲି ତ କାହିଁ ମୋତେ କେହି କିଛି କହିନାହାନ୍ତି। ଆରେ ନୀଳପକ୍ଷୀ,
କାହାର କ'ଣ ହେଇଛି କୁହ ମତେ, ଶୀଘ୍ର ଶୀଘ୍ର କୁହ। ହଁ ରୁହ ରୁହ, କହୁଛି ଶିଆଳ। କାଲି ରାତିରେ ବନ୍ୟାର ପାଣିରେ ଭାସି ଭାସି ଗୋଟିଏ କୁମ୍ଭୀର ଛୁଆ ଗଛ ତଳେ ଥିବା ପୋଖରୀରେ ପଡ଼ିଯାଇଛି। ବିଚରା କ୍ଳାନ୍ତ ହୋଇ ଶୋଇ ପଡ଼ିଥିଲା ସେଠାରେ। ସକାଳୁ ଉଠି ଦେଖିଲା ପାଣି କମିଯାଇଛି। ଛୋଟ କୁମ୍ଭୀରଟା କୁଆଡ଼େ ବା ଯିବ ଜାଣିପାରୁନାହିଁ। ପୁରା ମୁସ୍କିଲ କଥା ତ, କ'ଣ କରିବାକୁ ପଡ଼ିବ ତାହେଲେ ମତେ? କୁମ୍ଭୀର ଛୁଆର କଥା ଶୁଣି ଶିଆଳର ମୁହଁରୁ ଲାଳ ବୋହିବାକୁ ଲାଗିଲା। ତାପରେ ସେ ମନେ ମନେ କହିଲା, କେବେ ବି ତ ମୁଁ କୁମ୍ଭୀରର ମାଂସ ଖାଇନି। କେତେ ଭଲ ହୁଅନ୍ତା କୁମ୍ଭୀରର ମାଂସ ଖାଇବାକୁ ପାଇଗଲେ। କ'ଣ ଭାବୁଛ ଶିଆଳ ବନ୍ଧୁ? ନା ନା, ସେମିତି କିଛି ନୁହଁ। ଆଚ୍ଛା ଶିଆଳ, କେମିତି କ'ଣ କଲେ ତାକୁ ବଡ଼ ନଦୀରେ ପହଞ୍ଚେଇ ପାରନ୍ତେ? ଆଚ୍ଛା ନୀଳପକ୍ଷୀ, କୁମ୍ଭୀରର ଆକାରଟା କ'ଣ ମୋ ଶରୀର ଠାରୁ ବଡ଼? ମୁଁ କ'ଣ ତାକୁ ମୁହଁରେ ଧରି ତାକୁ ନେଇପାରିବି? ଆରେ ନା ନା, ତାର ଶରୀରଟା ତୁମଠାରୁ ବଡ଼। ବଡ଼ ପ୍ରାଣୀର ଛୁଆର ଶରୀର ତ ବଡ଼ ହିଁ ହେବ ନା। ତାହେଲେ ତ ମୁସ୍କିଲ ହୋଇଗଲା। ଆଚ୍ଛା, ସିଏ କ'ଣ ମୋ ପିଠିରେ ବସି ଯାଇପାରିବ? ନହେଲେ ମୁଁ ତାକୁ କଷ୍ଟ କରି ମୋ ପିଠିରେ ବସେଇ ବଡ଼ ନଦୀରେ ଛାଡ଼ି ଦେଇ ଆସନ୍ତି। ନା ନା ବନ୍ଧୁ, ସେମିତି ପାରିବନି ତୁମେ। ତା ନହେଲେ ମୁଁ କ'ଣ କରିପାରିବି ତା ପାଇଁ? ମତେ ତମେ ତାହେଲେ କ'ଣ ପାଇଁ ଖୋଜୁଥିଲ? ହଁ ଶୁଣ, ବନ୍ଧୁ କୁମ୍ଭୀର ବହୁତ ଭୋକରେ ଅଛି। ତା ପାଇଁ ଖାଦ୍ୟ ଯୋଗାଡ଼ କରିବା ଦରକାର। ମୁଁ ତ ହେଲି ଛୋଟ, ତୁମେ ଗୋଟେ କିଛି କର। ଓହୋ, ଆଚ୍ଛା, ତାହେଲେ ଏଇ କଥା। ଖାଇବା ଯୋଗାଡ଼ କରିବାକୁ ପଡ଼ିବ। ଠିକ୍ ଅଛି, ତୁମେ ଯାଅ, ଦେଖୁଛି ମୁଁ କ'ଣ କରିପାରିବି। ଶୀଘ୍ର ଶୀଘ୍ର କିଛି ଗୋଟେ କର ବନ୍ଧୁ। ସିଏ କାଲିଠାରୁ କିଛି ବି ନ ଖାଇଅଛି। ଏହା କହି ନୀଳପକ୍ଷୀଟି ସେଠାରୁ ଚାଲିଗଲା। ଶିଆଳ ଏକା ଏକା ଚାଲିଥାଏ, ଆଉ କିଛି ଗୋଟେ ଚିନ୍ତା କରୁଥାଏ। କ'ଣ କରିବି, କ'ଣ କରିବି? କେମିତି ଯେ ସେ କୁମ୍ଭୀରକୁ ଖାଇବି? ଶିଆଳଟି ଏହିପରି ଭାବୁଥାଏ। କୁମ୍ଭୀରକୁ ଖାଇବ ବୋଲି ପାଟିରୁ ତାର ଲାଳ ଝରିବାକୁ ଲାଗିଲାଣି। ଏହି କୁମ୍ଭୀର ମାଂସ ଖାଇବି ବୋଲି ମୋର ଜିଭରେ ପାଣି ଆସିଯାଉଛି। ଯାହା ବି ହେଉ, କୁମ୍ଭୀରର ମାଂସର ସ୍ୱାଦ ମତେ ଖାଇବାକୁ ପଡ଼ିବ। ଶିଆଳ ଚାଲୁଥାଏ ଆଉ ଭାବୁଥାଏ। ପ୍ରଥମେ ନୀଳପକ୍ଷୀ ଓ କୁମ୍ଭୀର ପାଖରେ ବିଶ୍ୱାସ ଜନ୍ମେଇବାକୁ ପଡ଼ିବ, ଯେମିତି ସିଏ ମତେ ସନ୍ଦେହ ନ କରିପାରନ୍ତି। ଆଗ କୁମ୍ଭୀରର ଛୁଆ ପାଇଁ କିଛି ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ। ଖାଦ୍ୟଟା ନେଇ ତାଙ୍କ ସାମ୍ନାରେ ହାଜିର ହୁଏ ଆଗ, ତାପରେ ସୁଯୋଗ ଦେଖି ଯାହା କରିବି। ଏପଟେ ବେଙ୍ଗ, ନୀଳପକ୍ଷୀ ଓ କୁମ୍ଭୀର ଶିଆଳକୁ ଅପେକ୍ଷା କରି ରହିଥାନ୍ତି। ବେଙ୍ଗଟି ଇଆଡ଼ୁ ସିଆଡ଼ୁ କଥା କହି କୁମ୍ଭୀରର ମନକୁ ଭଲ ରଖୁଥାଏ। କୁମ୍ଭୀର ବନ୍ଧୁ, ତୁମର ଛୋଟ ଭଉଣୀର କଥା ଆମକୁ କିଛି କୁହ। ମୋର ଛୋଟ ଭଉଣୀ ମୋ ଠାରୁ 2 ବର୍ଷ ସାନ। ସିଏ ସବୁବେଳେ ମା ସହିତ ବୁଲୁଥାଏ। ଜାଣିଛ, ସିଏ ଏପର୍ଯ୍ୟନ୍ତ ବି ଶିକାର କରିବା ଶିଖିନି। ଏଇ କଥା କହି କୁମ୍ଭୀରର ମନଟା ପୁରା ଖରାପ ହୋଇଗଲା। ଓହୋ, ମନ ଖରାପ କରନି କୁମ୍ଭୀର। ଘର କଥା ତୁମର ମନେ ପଡ଼ୁଛି, ଏ କଥା ଆମେ ବୁଝିପାରୁଛୁ। ହେଲେ ତୁମର ବାପା ମା ତୁମ କଥା ଶୁଣି ଟିକେ ଭଲରେ ଅଛନ୍ତି। ତୁମେ ଆଉ ସବୁବେଳେ ମନ ଦୁଃଖ କରି ରୁହନି, ବୁଝିଲ? ନା ନା, ପରିବାର କଥା ମୁଁ ଭାବୁନି। ମୋର ଟିକେ ମୋ ଛୋଟ ଭଉଣୀର କଥା ମନେ ପଡ଼ିଗଲା ତ। ତାକୁ ଶିକାର କରି ଆସେନି। ମୁଁ ଛୋଟ ମାଛ ଶିକାର କରି ଏକା ଖାଏନି। ତାକୁ ଆମେ ଭାଗ କରିକି ହିଁ ଖାଉ। ଆଉ ଏବେ ତ ସିଏ ଛୋଟ ମାଛ ଆଉ ଖାଉନଥିବ। ମା ତ ବଡ଼ ମାଛ ଶିକାର କରେ। ସିଏ ଖାଲି ବଡ଼ ମାଛ ହିଁ ଖାଉଥିବ। ଓହୋ, ଏଇ କଥା। ବନ୍ଧୁ କୁମ୍ଭୀର, ତୁମେ ଯୋଉଦିନ ଏଠାରୁ ଫେରିଯିବ, ସେଇଦିନ ବହୁତ ଛୋଟ ଛୋଟ ମାଛ ଶିକାର କରି ତା ପାଇଁ ନେଇକି ଯିବ, ହେଲା? ହଁ ହଁ, ନେଇକି ହିଁ ଯିବି। ଆଉ ଏପଟେ ଶିଆଳ ତାର ଶିକାର ଖୋଜି ଚାଲିଛି।
ଓହୋ, ଖାଲି ପେଟରେ ଶିକାର ଖୋଜିବା ବହୁତ କଷ୍ଟ। ନୀଳପକ୍ଷୀ ଡାକିଲା ତ ମୁଁ ଘରେ ଥିବା ଖାଦ୍ୟ କିଛି ନ ଖାଇ ବାହାରି ପଡ଼ିଲି। ଏବେ ମୋର ପେଟ ଭୋକରେ କଁ କଁ ହେଲାଣି। କେମିତି ଯେ କୁମ୍ଭୀରର ମାଂସ ଖାଇବାକୁ ଇଚ୍ଛା ହେଲା, ନହେଲେ ନୀଳପକ୍ଷୀକୁ ନାଁ କରିଦେଇଥିଲେ ଭଲ ହୋଇଥାନ୍ତା। ଶିଆଳ ଏସବୁ କଥା ଭାବୁଥାଏ ଆଉ ଜଙ୍ଗଲରେ ଆଗକୁ ଆଗକୁ ଚାଲିଥାଏ। ଯାଉ ଯାଉ ସେ ଦେଖିବାକୁ ପାଇଲା ଗୋଟିଏ ବାଘକୁ। ବାଘଟି ଗୋଟିଏ ଗଛର ତଳେ ବସିଥିଲା। ବାଘକୁ ଦେଖି ଶିଆଳର ମୁଣ୍ଡକୁ ଗୋଟିଏ ବୁଦ୍ଧି ଆସିଲା। ଶିଆଳ ସାଙ୍ଗେ ସାଙ୍ଗେ ବାଘ ପାଖକୁ ଆସିଲା। ଆରେ ବାଘ ମାମୁଁ, ଏ ସମୟରେ ବସିଅଛ ଯେ? ଏବେ ତ ଆହାର ଖିଆ ସରିଲା, ତ ଟିକେ ଘୁମେଇଥିଲି। ଓହୋ, ଏଇ କଥା। ହେଲେ ଏପଟେ କିନ୍ତୁ ଗୋଟେ କାଣ୍ଡ ଘଟିଗଲାଣି। କି କାଣ୍ଡରେ ଭଣଜା? ତୁ ଆଉ ବାହା ପାହା ହୋଇଯାଇନୁ ତ? ଶିଆଳ ଟିକେ ଲାଜେଇ ଗଲା ଆଉ କହିଲା, କଣ ଯେ କହୁଛ ମାମୁଁ? ମୋର ବାହାଘର ହେବ ଆଉ ତୁମେ ଜାଣିବନି? ସେଇ କଥା ତ ମୁଁ ଜାଣିପାରୁନି ଏତେ ଦିନ। ନହେଲେ ଏ ଜଙ୍ଗଲରେ ଆଉ କି କାଣ୍ଡ ଘଟିବ? ଗୋଟିଏ କୁମ୍ଭୀର ଛୁଆ କାଲି ରାତିର ବନ୍ୟାରେ ଭାସି ଆସି ସେ ପୋଖରୀରେ ରହିଯାଇଛି। ଓହୋ, ତୁ ଏ କଥାଟା ତ ମତେ ଆଗରୁ କାହିଁକି କହିନୁ ତ? ମତେ ଭୋକ ହେଲାରୁ ମୁଁ 4 ଦିନ ତଳର ବାସି ମାଂସ ଖାଇଲି। ଧେତ୍, ମାଂସଗୁଡ଼ା ପୁରା ଖରାପ ହୋଇଯାଇଥିଲା ପରି ଲାଗୁଥିଲା। ଆରେ ବାଘ ମାମୁଁ, ତାହେଲେ ଏବେ କଣ କରିବା? କଣ ଆଉ କରିବା? ତାକୁ ରଖିଥା। ଭୋକ ଲାଗିଲେ ତାକୁ ଆମେ ଅଏସ୍ କରିକି ଖାଇବା। ହଁ ଯେ, ଖାଇବ ତ, ହେଲେ ସମସ୍ୟାଟା ଟିକେ ରହିଯାଇଛି। ସମସ୍ୟା? ପୁଣି କଣ ସମସ୍ୟା? ମାମୁଁ, କୁମ୍ଭୀର ଛୁଆକୁ ତ ତମେ ଖାଇପାରିବ ନାହିଁ। ବାଘ ତାପରେ ରାଗିଯାଇ କହିଲା, କଣ ପାଇଁ? କଣ ପାଇଁ ମୁଁ ଖାଇପାରିବିନି? କାରଣ ନୀଳପକ୍ଷୀ ଓ ବେଙ୍ଗ କୁମ୍ଭୀର ସହିତ ବନ୍ଧୁ ହୋଇଯାଇଛନ୍ତି। ଏବେ ତ ତୁମେ ଆଉ ଜଙ୍ଗଲର ନିୟମ ଭାଙ୍ଗି ପାରିବନି ନା। ସିଂହ ରାଜା ଯଦି ଜାଣିବେ ତୁମେ ଜଙ୍ଗଲର କୌଣସି ଅତିଥିଙ୍କୁ ହତ୍ୟା କରିଛ, ତାହେଲେ ଜଙ୍ଗଲର ଆଇନ ଅନୁସାରେ ତୁମକୁ ଅଲଗା କରିଦିଆଯାଇପାରେ। ଏଇ ନୀଳପକ୍ଷୀ ଓ ବେଙ୍ଗର କଣ କିଛି କାମ ନାହିଁ ନା କଣ? ସେମାନେ ଅଯଥାଟାରେ କୁମ୍ଭୀର ଛୁଆ ସହିତ ବନ୍ଧୁ ହେଉଥିଲେ କଣ ପାଇଁ? ଯାହା ତ ହେବା କଥା ତାହା ତ ହୋଇଯାଇଛି ମାମୁଁ। ଏବେ ସେ କୁମ୍ଭୀର ଛୁଆଟାକୁ କେମିତି ଖାଇବା ସେ କଥାଟା ଟିକେ ଭାବ। ଭାବିକି ଆଉ କଣ ଲାଭ ଯେ? ଜଙ୍ଗଲର ନିୟମ ତ ମାନିବାକୁ ପଡ଼ିବ ନା। ଛାଡ଼ିଦେ ଏସବୁ ଚିନ୍ତା। ଶିଆଳ ଦେଖିଲା ବାଘ ଓହରି ଯାଉଛି। ସେ ଭାବିଲା ବାଘକୁ ନ ପଟେଇଲେ କୁମ୍ଭୀରର ମାଂସ ଖାଇବା ଇଚ୍ଛାଟା ତ ପୂରଣ ହିଁ ହବନି। ମାମୁଁ, ଯଦି କିଛି ନ ଭାବିବ ତାହେଲେ ଗୋଟେ କଥା କହିବି? ହଁ, କହୁନୁ, କହ। ଏତେ ସଂକୋଚ କାହିଁକି କରୁଛୁ? ତୁମେ କୁମ୍ଭୀରର ମାଂସ କେବେ ଖାଇଛ କି? ନା, ଖାଇନି। ମାମୁଁ, ମୁଁ ବି ଖାଇନି। ହେଲେ କୁମ୍ଭୀର ଛୁଆର ନାଁ ଶୁଣି ମୁଁ ମୋ ପାଟିର ଲାଳକୁ ରୋକି ପାରୁନି। ତାହା ତ ବୁଝିଲି, ହେଲେ ଉପାୟ ତ ନାହିଁ। ଶିଆଳ ବାଘକୁ ଟିକେ ପଟେଇ ପାରିଛି। ସେଇ ଖୁସିରେ ଆଗ୍ରହରେ ସେ କହିଲା, ଓ ମାମୁଁ, କିଛି ଗୋଟେ ଭାବନା। ହାତରେ ଏତେ ବଡ଼ ଗୋଟେ ସୁଯୋଗ ପାଇ ଛାଡ଼ିଦବା କେମିତି ଯେ? ତୁମ ନାତି ନାତୁଣୀ ଯଦି କହିବେ କୁମ୍ଭୀରର ମାଂସ ଖାଇନ, ତାହେଲେ ଲାଜ ଲାଗିବନି ତୁମକୁ? ତୁ ତ ଠିକ୍ କହିଛୁ ଭଣଜା। ଆଗ ପିଲାଙ୍କ ପାଖରେ ଇଜ୍ଜତ ରହିବା କଥା। ତୁ ତ ହେଲୁ ଶିଆଳ ପଣ୍ଡିତ। ତୁ କିଛି ଭାବନା ଭଣଜା। ମାମୁଁ, ନୀଳପକ୍ଷୀ ଆସିଥିଲା ମୋ ପାଖକୁ। କୁମ୍ଭୀର ଛୁଆ ପାଇଁ ଖାଦ୍ୟ ନେବା ପାଇଁ ହବ ଏବେ। ମୁଁ କଣ କହୁଛି କି, କିଛି ଖାଇବା ଦିଅ। କୁମ୍ଭୀର ଛୁଆକୁ ଖାଦ୍ୟ ଦେଇ ତା ସହିତ ଆଗ ବନ୍ଧୁ ହୋଇଯିବା। ତାପରେ ନୀଳପକ୍ଷୀ ଓ ବେଙ୍ଗକୁ ମ୍ୟାନେଜ କରି କୁମ୍ଭୀର ଛୁଆକୁ ତୁମ ପିଠିରେ ନେବା ପାଇଁ ତୁମକୁ ଅନୁରୋଧ କରି ପହଞ୍ଚେଇବା ପାଇଁ କହିବା। ତାପରେ ସେଇ ସୁଯୋଗରେ ତାକୁ ଆମେ 2 ଜଣ ଯାକ ଆରାମରେ ଅଏସ୍ କରି ଖାଇବାର ସୁଯୋଗ ନେବା।